ସାମନେ ଲାଇନ ନହେଲେ ଭାରି ଅଡୁଆ କାଲି ଜୀବନରୁ ଅଧେ ଯାଇଥିଲା ପୁଣି ଆସିବ ପଇସା ଦେବି ଦେଇଦେବ କୁହ ଶବ୍ଦଟା ହେଲେ ଆପଣମାନେ ଠିକ ସେ ଶୁଣିପାରିବେ ଆଉ ରସ ରହି ବୁଣା ଭୁତି ହେଇପାରିବ ସବୁ ଯାକ ବଡ ପାଠରେ କହିବା ପଡିବ ଧୀରେ ଧୀରେ ସାର୍ ଶୁଣନ୍ତୁ ଅଭିମନ୍ୟୁ କହିଲେ ସେ ରାଜ୍ୟରେ ମା କେହି କାହା ଉପରେ ରାଗନ୍ତି ନାହିଁ କିନ୍ତୁ ବେଳ ବେଳକୁ ପ୍ରାୟ ଘରେ ରାଗ ଚାଲେ ଏ ମା ରାଗ କହିଲେ କଣ ବୁଝୁଛନ୍ତି ଆପଣ ରାଗ କହିଲେ ଅନ୍ୟ ଉପରେ ରାଗିବା ଆଉ ରାଗ କହିଲେ ଦ୍ୱିତୀୟ ରାଜ୍ୟରେ ରାଗ ନାହିଁ ଇରେ ସିନା ସେ ରାଜ୍ୟରେ କେହି କାହା ଉପରେ ରାଗନ୍ତି ନାହିଁ ହେଲେ ଦ୍ୱିତୀୟ ରାଜ୍ୟର ରାଗ ଚାଲେ କବି କେମିତି ମୁଣ୍ଡ ଖର୍ଚ୍ଚ କରି ଲେଖିଛି ଶୁଣିବା ପାଇଁ ଆକୁ ଧୈର୍ଯ୍ୟ ଦରକାର ମୁଁ ବୁଝୁଛୁ ସେଇଥିପାଇଁ ଅଳଙ୍କାର ସାହିତ୍ୟ ଧୀରେ ଧୀରେ ପାଲା ବେଳା ତାକୁ ଘଷେଇ ଘଷେଇ ସେ ରାଜ୍ୟରେ ମାର ନାହିଁ ତଣ୍ଡ ନାହିଁ କେହି କାହାକୁ ମାରନ୍ତି ନାହିଁ ତଣ୍ଡନ୍ତି ସକାଳକୁ ମାର୍ତ୍ତଣ୍ଡକୁ ନମସ୍କାର କରନ୍ତି ପାଣି ଦିଅନ୍ତି ଇଏ ମାରତଣ୍ଡ କହିଲେ ସୂର୍ଯ୍ୟ ସେ ରାଜ୍ୟରେ କେହି ମାରନ୍ତି ନାହିଁ କେହି କାହାକୁ ତଣ୍ଡନ୍ତି ନାହିଁ ମାର୍ତ୍ତଣ୍ଡ କହିଲେ ସୂର୍ଯ୍ୟ ନାରାୟଣକୁ ନମସ୍କାର କରନ୍ତି ସେ ରାଜ୍ୟରେ ଘର ନାହିଁ କେହି ତ ଚୋରି କରନ୍ତିନି କିଏ କାହାକୁ ଧରିବ କିନ୍ତୁ ଚାରିଆଡେ ଗାଁ ଚାରିପଟ ଯାକ ଘର ଏଇ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦୁଝର ଜିଲ୍ଲାରେ ଯାଜପୁର ଜିଲ୍ଲାରେ ବେଶୀ ଘର କହିଲେ ପର୍ବତ ଇରେ ସେ ରାଜ୍ୟରେ ସିନା ଘର କି କେହି କାହାକୁ ଧରନ୍ତି ନାହିଁ ଚୋରି କରି କିନ୍ତୁ ଘର କହିଲେ ପର୍ବତ ସେ ରାଜ୍ୟରେ କାଳ ନାହିଁ କାଳ କହିଲେ ଜମ କାଳ କହିଲେ ସମୟ ଅଛି ରେ ସେ ଲୋକମାନଙ୍କ ସେ ରାଜ୍ୟରେ କେହି କାହାକୁ ବନ୍ଦୀ କରନ୍ତିନି ଚୋରି ନାହିଁ ନାରୀ ପ୍ରତି ଅସଦାଚରଣ ନାହିଁ ବନ୍ଦୀ କିଏ କାହାକୁ କରିବ କିନ୍ତୁ ବନ୍ଦୀ କରନ୍ତି କୋଉଠି ନା ନାଟ ଅଭିନୟରେ ବନ୍ଦୀ କରିକି କଣ ବୁଝୁଛନ୍ତି ହେଉଛି ସାହିତ୍ୟ ସମାଜକୁ ବୁଝିଲେ ଭଲ ନ ବୁଝିଲ ଆଉ ଯଦୁମଣିକି ଆଣିବା ଦେଖିବା ଗୋଟେ ଭଲ ଆଣିବା ମା ମାନେ ଏଇ ଟିକେ ଅରୁଆ ଆପଣଙ୍କୁ ଲାଗିବ ତାପରେ ମୁଁ ପହଞ୍ଚେଇ ଦେବି ଠିକ ବାଟରେ କାରଣ କବି ନ ଆସିଲେ ସାହିତ୍ୟ ବଞ୍ଚିବନି ଚାଟଶାଳୀ ପାଠ ପଢିଥିବା ପୁଅ ଲେଖିଲେ ଯଦୁମଣି ମହାପାତ୍ର କହିଲା ଶକଟ ପ୍ରାନ୍ତ से राज्य दर कहले भय ना अरी कहले शत्रु ना सारे किंतु सकाल सकाल दर स्वर कहले कंठ ये जो शंख बाजी अरी कहले शत्रु सगर अरी लगे से सगर अरी के हूँ शत्रु शब्द लगे से राज्य कहीं का संगे कली करती नहीं समस्त बारियारे संध्या बेलू कली पेंथा पेंथा बोले कली कहले कली करवा कली कहले फूल कढ़ बाहर कली ये कली सागे करती फूल गचर कढ़ कौन केमी कविर लेखा सी राज्य उद्वेदी ना पाने कौन खाऊ गुआर अन्य नाम उद्वेद गुआ पेंथा पेंथा आज समय नहीं से राज्य राजा हेले किए
ଫୋପାଡ଼ିଲା ଟଙ୍କା ହଜାର ଆଣିଲେ ଦେଖ ମା ଇଏ କଣ ସ୍ତ୍ରୀର କର୍ତ୍ତବ୍ୟ ଯେତେ ପିଲା ବସିତ ଶୁଣ ଗୋଟେ ନାରୀର ପତି ହେଲେ ତା ସ୍ୱାମୀ ବସ୍ତ୍ର ଦିଏ ସେ ତା ସ୍ତ୍ରୀ ରାଜା ଯଦି ହେଲେ ଭୂପତି ପୃଥିବୀର ସ୍ୱାମୀ କିଏ ରାଜା କୃଷ୍ଣ ଯଦି ଭୂପତି କୃଷ୍ଣ କେମିତି ପୃଥିବୀ ଆଣିକି ଲୁଗା ଦଉଛନ୍ତି ବାପା ଆଗରେ ମୁଣ୍ଡ ଖର୍ଚ୍ଚ କଲେ ତାଲା ହବ ଯେତେ ମା ବସିତ ଶୁଣ ସ୍ୱାମୀ ଯେମିତି ସ୍ତ୍ରୀ କି ବସ୍ତ୍ର ଦିଅନ୍ତି ଇଏ ଭୂପତି ଯଦି ହେଲେ ରାଜା କୃଷ୍ଣ ଇଏ ପୃଥିବୀର ମାୟାକୁ କୋଉ ବସ୍ତ୍ର ଦଉଛନ୍ତି କବି ହେଲେ ସିଂହସ ବହି ହେଲା ନୈଷଭ୍ୟ ଜଡ଼ିତ ସ୍ୱର୍ଗ କେମିତି ପରିଷ୍କାର କରି ବନୁଛି ପରିଷ୍କାର ଅଛି ହୃଦୟ ପରିଷ୍କାର ନୁହଁ ଅହଙ୍କାରୀ ହେଲେ ମଣିଷ ପତନ ଘଟିବ ମନ ଏଇକୁ ମୁଁ ପାଲା ପଇସା ବଢେଇବି ହଁ ଏତେ ଜାଗାରେ ମୁଁ କୋଟିପତି କିଏ କି କୋଟିପତି ଗୋଟାଏ ପଥ ହେଲେ ଟଙ୍କା ନଥ ଇଏ ଦୁନିଆରେ ଜଣେ ବଡ ଲୋକ ଆମେ ସମସ୍ତେ ମୂଲିଆ ସମସ୍ତେ ହଉଛି ମାଲିକ ଇଏ ଅଖିଳ ବ୍ରହ୍ମାଣ୍ଡର କର୍ତ୍ତା ଆମକୁ ଚଳେଇଛି ସାର୍ କୋଟିପତି ଏ ଟଙ୍କା ଥବ କିଏ ମଲା ବେଳେ ଟଙ୍କା ନେଇ ଗଲାନି ଇଏ ବୃଥା ଅହଙ୍କାର କିଛି ମୂଲ୍ୟ ନାହିଁ ଆମ ମଞ୍ଚରେ ଯଦି ଆମଠୁ ଧନୀ ନଥାନ୍ତେ ତାହେଲେ ଆମେ କହିଲେ ଶୋଭା ପାଇବା ଆମ ଠାରୁ ତ ଧନୀ ବସିଛନ୍ତି ଆମେ ଧନୀ ବୋଲି ବଢିବା ଦେଖିଲେ ଲାଭ କଣ ଅଛି ଆମେ ମୂଳ ଲାଗିବାକୁ ଆସିଛୁ ମୁଁ କହିଛି ଆମେ କଲଚରାଲ ଲେବ ଡୁଙ୍ଗା ଗାଁ ଲୋକ ଉପର ହାତରେ ଦେବେ ଆପଣ ଆମର ମାଲିକ ଆପଣ ଆମର ପୃଷ୍ଠପୋଷକ ଗୋଟିଏ ବଡ ଭଗବାନ କୃଷ୍ଣ କେମିତି ପୃଥିବୀ ଆଣିକି ଲୁଗା ଦଉଛନ୍ତି ଦେଖିଲେ ସିଂହସ ସୀତା ସୁବର୍ଣ୍ଣରେ ବୈୟକ୍ତିଷ୍ମ ତବ ଗୁଣୈ ହାସିବେ ମନ ସହୃ କରିବାହୁ ବିଜ୍ଞାନ ଜ୍ଞାନ ଧରଣ ଗଣାଗଲେ ସଂଗଠନ ତଦ ଭଟନ ଚାପୁଡ଼ି ଯେତେ ମା ବସିଛି রাজা উপরে পৃথিবী কেতেବେଳେ খুশি হবে না গোটে নারী উপরে অন্য পুরুষ অত্যাচার কলাবে তা স্বামী যদি তাকে রক্ষা করি নপালা সে নারীর তা স্বামী প্রতি বিতৃষ্ণা ভাব আসিব পৃথিবী রানী উপরে বা তাঙ্ক দ্বারকারে যদি অন্য রাজ্য মানে রাজা মানে আসে আক্রমণ করନ୍ତି ইয়ে কোন করନ୍ତି যে যুদ্ধ করে তাকে পরাস্ত করନ୍ତି কবি কইলে তন্তুবায় পরিবারে বেমা কি পানীয় সাহায্যে যেমিতি লুগা বুনନ୍ତି পানীয় সাহায্যে লুগা বুনନ୍ତି এটি কৃষ্ণ যুদ্ধ ক্ষেত্রে 80 রূপক পানীয় সাহায্যে পুরো যে কি কীর্তি রূপক লুগা পুনি মা পৃথিবী কি দেইছি ইয়ে রাজাঙ্কর তো অনেক কীর্তি কৃষ্ণ কীর্তি আমি বর্ণনা করিপারিবানি সার মু এতিকি কইবি যেউ রাজ্যের জনে রাজা সবু প্রজা মানক পাই কাম যোগাড় করি দিয়ে সেই যোগ্য রাজা টঙ্কা 5টা দেলে প্রজাঙ্কর মঙ্গল হব নাই ভগবান কৃষ্ণ যোগ্যতাকে লক্ষ্য করি ধীরে চন্দ চলচল হল প্রজা মানক যোগ্যতাকে লক্ষ্য করি যে যে কাম পাইবা কথা সে তুই পাঠ পড়িনাউ তু শ্রমিক হব ইয়ে পাঠ পড়িছি তু অফিসর হব দ্বারকাপুরর পিলামানে অন্য রাজ্যকু চাকরি করিବାକୁ যাଆନ୍ତି ক্ষমা করিবে স্যার যে পর্যন্ত ওড়িশা পিলামানে ওড়িশারে কাম পাইবে সেই দিন হব সোনার ওড়িশা ওড়িশা পিলাମାନଙ୍କର খনিজ পদার্থ পূর্ণ ଥିଲାବେଳେ ଏମାନେ ଯଦି ବାହାର ରାଜ୍ୟ ଉପରେ ନିର୍ଭର କରିବେ ଇଏ ଓଡିଶା ସେମିତି କରିବ ଏଇ ରହିବ କୃଷ୍ଣ ଠାରୁ ରାଜନୀତିରେ ବିଶ୍ୱରେ କେହି ନାହାନ୍ତି କୃଷ୍ଣ ଠାରୁ ପଲିଟିକ୍ସରେ ବିଶ୍ୱରେ କେହି ନାହାନ୍ତି କୃଷ୍ଣ ଏମିତି କୌଶଳ କଲେ ମୋ ଦ୍ୱାରକାର ପ୍ରଜା ମାନେ ଅନ୍ୟ ରାଜ୍ୟକୁ ସମସ୍ତଙ୍କ ପାଇଁ କାମରେ ବରଂ ଅନ୍ୟ ରାଜ୍ୟର ପିଲାମାନେ ଆସି ଦ୍ୱାରକାରେ
କିନ୍ତୁ ଦ୍ୱାରକା ପିଲା କୁଆଡ଼େ ଯିବେ? ତେଣୁ କୃଷ୍ଣକୁ ସମସ୍ତେ ଧନ୍ୟ ଧନ୍ୟ କହୁଛନ୍ତି। ବାପା ସେ ରାଜ୍ୟରେ କେହି ଜଣେ ଦୁଃଖରେ ହେଲେ ଦି ଜଣଙ୍କ ଆଖିରେ ଲୁହ। କାହିଁକି ଲୁହ? ନା ମା କୋଟିପତି ଘରର ବୋହୂ ହେଇଥା, ସ୍ୱାମୀ ଅଳଙ୍କାରରେ ସାରା ଶରୀରକୁ ମଣ୍ଡିତା କରିଥାଉ, ଲକ୍ଷ ଲକ୍ଷ ଟଙ୍କାର ଶାଢ଼ୀ ଥାଉ, ଦାସଦାସୀ ମାନେ ଥାଆନ୍ତୁ, ସାରେ ଗୋଟିଏ କଥା ନଥିଲେ ବୋହୂ ଆଖିରୁ ଲୁହ କେବେ ଶୁଖେ ନାହିଁ। କିନ୍ତୁ କଣ ସେ କଥା ଦେଖିଲେ କି ଶବ୍ଦ, ଏ ଶବ୍ଦ ଉପରେ ପାଲା କଲେ କେତେ କଷ୍ଟ। ଶାନ୍ତ ହେଇଗଲା ପୃଥିବୀ ନା ନାହିଁ? ହଉ ହଉ ମୋ ମା ଇଏ ରାଜ୍ୟରେ ଦି ଜଣ କାନ୍ଦୁଛନ୍ତି। ଦୁଇଟି ବାବୁ ଦିଟା କଥା ପଚାରୁଛନ୍ତି, ତାଙ୍କୁ କହିବା ଟିକେ ବିଷୟ ଆଗେଇ ଯାଉ। କଣ ସାର୍ ଆପଣଙ୍କ ନାଁ? ଆପଣ ପଚାରୁଥିଲେ କି ଯୋଉ ଇଏ କଥା ତ? ହଁ, ସୁଭଦ୍ରା କୁଆଡେ ଗଲେ? ସମୀର ବାବୁଙ୍କର ସୁଭଦ୍ରା କଥା କହିବା। ଯିଏ ଜଗନ୍ନାଥ ବଳଭଦ୍ର ସମୀର ବାବୁଙ୍କର କଲ୍ୟାଣକାରୀ ହୁଅନ୍ତୁ ନାରାୟଣ। ମୃଦୁମନ୍ଦ ସମୀର ଯୋଉ ଋତୁରେ କୁହେ ବସନ୍ତ ଋତୁ, ସେଇ ଋତୁରେ କୁଞ୍ଜବନରେ ଯିଏ ରାସକ୍ରୀଡ଼ା କରନ୍ତି ସେ କଲ୍ୟାଣକାରୀ କୃଷ୍ଣ ତୁମର। ବ୍ରହ୍ମାଣ୍ଡ ସାରଙ୍କର ଯୋଗ୍ୟ ପୁତ୍ର ପଚାରିଛନ୍ତି ଯେ ବଂଶୀୟ ମହାତ୍ମ୍ୟ କଣ? ସମୀର ବାବୁ ପଚାରିଛନ୍ତି ଯଦି ଲକ୍ଷ୍ମୀଙ୍କ ଅଭିଶାପରେ ଜଗନ୍ନାଥ ବଳଭଦ୍ର 12 ବର୍ଷ ବୁଲିଲେ, ଲକ୍ଷ୍ମୀ ଛଡ଼ା ହୋଇ ତାଙ୍କ ଭଉଣୀ ସୁଭଦ୍ରା କହୁଥିଲେ। ସୁଭଦ୍ରା କଥା ବଳରାମ ଦାସ ଲେଖିନାହାନ୍ତି। କଣ ବୁଝୁଛନ୍ତି? ସୁଭଦ୍ରା କଥା ବଳରାମ ଦାସ। ଜଗନ୍ନାଥ ମନ୍ଦିର ତିଆରି କଲେ ଇନ୍ଦ୍ରଦ୍ୟୁମ୍ନ, ସତ୍ୟ ଗଲା, ତ୍ରେତା, ଦ୍ୱାପର, କଳି ଯୁଗରୁ ଅନେକ ଦିନ ଗଲା। ଇଏ କେଇଟା ଦିନ ହେଲା କପିଳେନ୍ଦ୍ର ଦେବ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ମନ୍ଦିର ତିଆରି କଲେ। ହିସାବ ଆମ ଅଲଗା ଦିଗକୁ ଯାଇଛି। ଯଦି ଆପଣ ହିସାବ କରିବେ ପ୍ରକୃତରେ ଲକ୍ଷ୍ମୀ ଜଗନ୍ନାଥଙ୍କ ସ୍ତ୍ରୀ ନୁହଁ। କାହିଁକି ସ୍ତ୍ରୀ ନୁହଁ? ନା ସ୍ତ୍ରୀର କର୍ତ୍ତବ୍ୟ ଯାହା ସ୍ୱାମୀ ପ୍ରତି, ଲକ୍ଷ୍ମୀ ଗୋଟିଏ କାମ କରନ୍ତି। ଜଗନ୍ନାଥଙ୍କ ପାଇଁ ଲକ୍ଷ୍ମୀ ବିଧବା। ଜଗନ୍ନାଥଙ୍କ ପାଖରେ ଜଗନ୍ନାଥଙ୍କ ଶରୀର କାଠରେ, ଲକ୍ଷ୍ମୀଙ୍କ ଶରୀର ଧାତୁରେ। ତୋ ଶରୀରରେ ରକ୍ତ ମାଂସ ମେଦ ଅସ୍ଥି, ତୋ ସ୍ତ୍ରୀ ଶରୀରରେ ରକ୍ତ ନାହିଁ। ବେଳେ ବେଳେ ନାରୀର ବ୍ଲଡ ଗ୍ରୁପ ପୁରୁଷ ବ୍ଲଡ ଗ୍ରୁପରେ ମିଶୁନି। ଜଗନ୍ନାଥଙ୍କର ଶରୀର ଲିମ୍ବ କାଠରେ, ଲକ୍ଷ୍ମୀଙ୍କ ଶରୀର ଧାତୁରେ। କଣ ପୁଅ ବୁଝୁଛୁ? କାଠ ପାଇଲାନି। ଶୁଣୁ, ଜଗନ୍ନାଥଙ୍କର ଘରେ ଯୋଉ ରୋଷେଇ ହଉଛି 60 ପଉଠି, ତାକୁ ଲକ୍ଷ୍ମୀ ଖାଆନ୍ତିନି। ମା ମାନେ ଯୋଉ ରୋଷେଇ କରିବେ ସେ ନିଜେ ଖାଇବେ ନା ନାହିଁ? ସେଇ ରୋଷେଇ ମା ତୁମେ ତୁମ ସମସ୍ତଙ୍କୁ ଖାଇବାକୁ ଦବ। ସ୍ୱାମୀ କି, ଶ୍ୱଶୁରକୁ, ଶାଶୁକୁ, ନଣନ୍ଦକୁ, ଦିଅରକୁ, ଦେଢଶୁରକୁ, ଯାହାକୁ, ତୁମେ ଖାଇବ ନା? ଲକ୍ଷ୍ମୀ ରୋଷେଇ କରନ୍ତି କିନ୍ତୁ ଖାଆନ୍ତିନି। ସପନ ଭୋଗ ଖାଆନ୍ତି ନାହିଁ, 60 ପଉଠି ଖାଆନ୍ତି। ଆଚ୍ଛା, ବିଧବା ହୁଅନ୍ତିନି, ପାଖରେ ରୁହନ୍ତିନି, ଶରୀର ସାମଞ୍ଜସ୍ୟ ନାହିଁ, ସ୍ତ୍ରୀର କର୍ତ୍ତବ୍ୟ ତ ନାହିଁ। ଜଗନ୍ନାଥ ମନ୍ଦିର ତିଆରି ହବାର ଅନେକ ଦିନ ପରେ ଲକ୍ଷ୍ମୀ ମନ୍ଦିର, ଆଉ ଲକ୍ଷ୍ମୀ ତ ଜଗନ୍ନାଥଙ୍କ ସ୍ତ୍ରୀ ନୁହଁ। କିନ୍ତୁ ଆପଣ ଯେହେତୁ ପଚାରୁଛନ୍ତି ଆମେ କହିବାକୁ ପଡ଼ିବ। ତାର ପ୍ରମାଣ ମୁଁ ଆପଣଙ୍କୁ ଦଉଛି ଯେତିକି ଜାଣିଛି। ମା ଲୋ, ଜଗନ୍ନାଥ ତ ରହିଲେ ପୁରୀରେ, ତାଙ୍କ ପାଖରେ ତ ତାଙ୍କ ବଡ଼ ଭାଇ ନାହାନ୍ତି। ହେଲେ କେନ୍ଦ୍ରାପଡ଼ାରେ କିଏ? ଯଦି କେନ୍ଦ୍ରାପଡ଼ାରେ ବଳଦେବ, ଏଠି କାହିଁକି ବଳଭଦ୍ର ପୂଜା ପାଉଛନ୍ତି ପୁରୀରେ? ଧୀରେ ଧୀରେ ବା ପାଟି କରିନା ପିଲା ଶୁଣ, ମନ ଦେଇ ଶୁଣିଲେ କିଛି ଅଡୁଆ ନାହିଁ। ଅନ୍ୟ ମନସ୍କ ହେଲେ ପାଲାନ କିଛି ବୁଝିପାରିବୁନି। ଶୁଣ ପୁଅ, ଆଗ ବାବୁଙ୍କ କଥା କହିଦଉଛି। ମୋହନ ବଂଶୀ କଥା ଟିକେ
ଆପଣ ଭାବିବେନି ଯେ କାହିଁ ଆଗ କହିଲେନି ପଛେ କହିଲେ ଧୀରେ ଧୀରେ ଶୁଣ ପାଠ କରନା ମା ମାଲ ଜଗନ୍ନାଥ ବଳଭଦ୍ର ବୁଲିଲା ବେଳେ ଲକ୍ଷ୍ମୀ ସଭା ହୋଇ ତାଙ୍କ ଗେହ୍ଲେଇ ଭଉଣୀ କି ଦେଲେ ମହାଦେବ ତ ମହାଯୋଗୀ ଯୋଗରେ ବସିଛନ୍ତି ତାକୁ ଜଣେ ରାକ୍ଷସ ହରଣ କରିନେବ ରାକ୍ଷସ ଯେତେବେଳେ ସୁଭଦ୍ରାକୁ ଦେଖିଛି ଦେଖିଛି ଡାକିଲେ କହିଲେ ସୁନ୍ଦରୀ ନା ପଚାର ମୋ ବିଷୟ ଅଛି କୋଟିପତି ଘରର ବୋହୂ କାହିଁକି କାନ୍ଦେ ଏଇଠି ବାବୁଙ୍କ ପାଇଁ କହୁଛି ଜଗନ୍ନାଥ ବଳଭଦ୍ର ଲକ୍ଷ୍ମୀ ସଭା ହେଲେ ସୁଭଦ୍ରା ଗଲେ ଧୀରେ ଧୀରେ ମା ଜଗନ୍ନାଥ ବଳଭଦ୍ର ଲକ୍ଷ୍ମୀ ସଭା ହେଲା ବେଳେ ସୁଭଦ୍ରାକୁ ରଖିଲେ ଲିଙ୍ଗରାଜ ଏକାମ୍ର କାନନ ଭୁବନେଶ୍ୱରରେ ସେତିବେଳେ ଆସିଲା ଗୋଟିଏ ରାକ୍ଷସ ସେ କିଏ ଅନ୍ଦରାସୁର ଚିତ୍କାର କରି ହସିଗଲା ଆସ ସୁନ୍ଦରୀ ଆସ ସୁନ୍ଦରୀ ମୁଁ କହିବି ନା ତୁ କହୁ ଆଉ କଣ ଜାଣିଛୁ ଆରେ ତତେ ଦେଖିଲା ବେଳକୁ ମୋ ଇଣ୍ଟରେଷ୍ଟ କମି ଯାଉଛି ଇଏ ଗୋଟେ ଝିଅ ହେଇଥିଲେ ବିପଦ କହିଥାନ୍ତେ ତୋ ଗାଲରେ ମାଂସ ନାହିଁ ତୁ କାହିଁକି ଚମ୍ପା ଫୁଲକୁ ଲଗେଇକି ଏମିତି କଣ ତ ମନେ କନ୍ଦରାସୁର ଡାକୁଛି ସୁନ୍ଦରୀ ଆସ କଲା ବାରି ଯାଖି ମନରୁ ମାନୁ କେମିତି ହଉଛି ଗାଲି ହେଲାନି ଗାଲିଆ ନାହିଁ ବାଗ ନାହିଁ ବାପ କରୁ କହିଲା ବାରି ଯାଖି ମନରୁ ମାନ ସେମିତି କାହିଁକି ହଉଛି ଏମିତି କାହିଁକି ହେଇଯାଉଛି ମାଂସ ନାହିଁ ତୁ ଯୋଉ ଭାଇବ ତୁ କାହିଁ ତା ଗାଲକୁ ଚାହୁଁଛୁ କହିଲା ବାରି ଯାଖି ମନରୁ ମାନ ବାପା ସେ ଦିବ୍ୟ ପ୍ରସାଦ ବାପା ସେ ପ୍ରସାଦ ଆମ ପାଇଁ ଟିକେ ଟିକେ ରଖିଦବ ବାପା ଭାରି ସ୍ୱାଦିଷ୍ଟ ପ୍ରସାଦ କହିଲା ବାରି ଯାଖି ମନରୁ ମାନ ବାରି ଦେରେ मान बारी दे रे मान बारी दे मान बारी दे मान बारी दे ये बारी जाखी ममरू मान बारी दे बारी जाखी बारी जाखी ममरू मान দাস নাশরে মানস পড়িছি যে নারীশ পড়িছি রে নারীশ পড়িছি রে নারীশ দাস নাশরে মানস পড়িছি যে নারীশ পড়িছি রে নারীশ পড়িছি রে নারীশ ইয়ে Yeah.
ডাকুଛି ଆସ ତୁ ମୁଁ ତୁମ ବିନା ବଞ୍ଚି ପାରିବିନି ପକ୍କା ବଦମାସି ମୁଁ ତୁମକୁ ବିବାହ କରିବି ଆସ ଆଉ ଗୋଟିଏ ଚୌକଟି ଗାଇବା ମୋର ଟିକେ ଭୟସ ଚପି ଯାଇଛି ତଥାପି ଗୋଟେ ପଦ ଗାଇବା କହିଲା ଏ ପୁଅ ଆସ କବି ସୁଯୋଗର ଗାଇବି କହିଲା ଏତେ फोन करूँ बाइक गुटे दिया करूँ फोन करूँ बाइक गुटे दिया ମୋ ମାର ସୁଭଦ୍ରା ଏଡେ ଚାଲା କହିଲା 1500 ଗୁଡେ ଚାଲାଇ କଲେ ହେ ରାକ୍ଷସ ରାଜ କହିଲା କରିଛି ମୁଁ ଏକ ବ୍ରତ ତୁମ ମଙ୍ଗଳ व्रत पूर्णे मुझे तुमको विवाह करी मोर 12 वर्ष पर्यंत गोटे व्रत अच्छी से व्रत पूर्ण हेले मु तुमको विवाह करी धीरे माँ घंटा हवा अपन काजे व्यस्त नहीं उठू बाबा बस रे सब निशा केମିତି पड़ते घोड़ा बस रे 12 वर्ष नेट करे डाटा बसी अरे 12 वर्ष काहींकी कहिଛନ୍ତି से जानिछन 12 वर्ष पूरा पर जतबे पहुंचिले बेला राम गोपी शिवंग
କିନ୍ତୁ ସୁଭଦ୍ରା ଚତୁରୀ 12 ବର୍ଷ ପର୍ଯ୍ୟନ୍ତ ବ୍ରତରେ ଅଛନ୍ତି। ତୁମକୁ ଉଦ୍ଧାର କରିବାକୁ ପଡ଼ିବ। ରୋହିଣୀ ନନ୍ଦନ ଗଲେ ଜାତୀୟ ସଭାରେ ବୁଝିଲେ କଲେ ତାକୁ କରାହବ। ନମସ୍କାର ଦେବ ଯାଇ ନମସ୍କାର ଦେବ ଯାଇ ଖାଇବା ଯାଉଛୁ ନାହିଁ। କଣ ଆପଣଙ୍କ ନାଁ? ବଦ୍ରୀନାରାୟଣ। ସୁନ୍ଦର ନାଁ ଆପଣଙ୍କର ଦେଇଛନ୍ତି ଆପଣଙ୍କର ପିତାମାତା। ସେଇ ବଦ୍ରୀନାଥ ଆପଣଙ୍କର କଲ୍ୟାଣକାରୀ ହୁଅନ୍ତୁ, ମଙ୍ଗଳ ହଉ। ଶିବ ଶଙ୍କର କଲ୍ୟାଣକାରୀ ହୁଅନ୍ତୁ। ବୋଲ ଆନନ୍ଦ ଭବା। ଶାଳରେ ଭେଦିଯିବ। ମୋ ମା ମାନେ ଶୁଣ, କନ୍ଦରାସୁରକୁ ବଧ କଲେ। ସେଇ ଦିନଠୁ ତା ନାମ ହେଲା କେନ୍ଦ୍ରାପଡ଼ା। ତାଙ୍କ ଝିଅ ତୁଳସୀ ତା ନାଁରେ ହେଲା କ୍ଷେତ୍ର। ସୁଭଦ୍ରାଙ୍କୁ ଆଣିଲେ ପୁଅ, ତେଣୁକରି ସୁଭଦ୍ରା ସେଇଠୁ ଉଦ୍ଧାର ପାଇଲେ। ସୁଭଦ୍ରାଙ୍କୁ ନେଇ ଯାଇଥିଲେ ମା ଲକ୍ଷ୍ମୀ। ये दीटा কথা कौन बुझन मो मा से बाबूकर रही मोहन बंशी टिके विषय आगु जाऊ कहवा पुआ माल कोटिपति घर बहुटे आज द्वारकापुर कांदुची। कृष्ण राजपर राज्य ठीक अच्छी, प्रजा मान खुशी अच्छी। गोटे ब्राह्मणर स्त्री ब्राह्मणी कोटिपति घर बहु कहीं कांदुची। मु गोटे कथा आपण मानक पचारि, गोटे कथा अभाव थिले जेते धनी घर बहु कांदिब। माँ वो कवि हेरे डॉक्टर माधव गोटे पद लिखि कहले अष्टकार पिंधि थिबो शुण तुमरी मंगल पाई अंधविश्वास दूर पाई मु कहूँ माल अष्ट अलंकार पिंधि थी 15 पपरी सुंदर स्वामी ए बापा पुओ नथब कि झील नथब मन बुझ गोटे बहुत जानी যৌতুক घर खून कर दे 10 वर्ष बीतला पर जदि पुओ झील नहला ता आई सासू से बुढ़ी कौन कहबे जानिछ कहबा ओलखणी मो वंश बुड़ई जा कोन तू समाज बाहर अछि पीड़ा तो हेले बुढ़ी बढ़ेला कोन समय बड़ा नष्ट नहीं करछु कोसी की चाप तेणु मो मां माने कुह जो नारीर पुओ झील नथिबो ताकू तुमे घृणा करिवो एई बोउ मोर कहिबो घृणा करिवो ना प्रशंसा करिवो बंध्या नारी की ये समाज सार घृणा करथिला ना प्रशंसा करथिला आपण मन समस्त जानती बंध्या नारी की ये समाज घृणा करथिला सेटा ठीक ना भूल संपूर्ण भूल केमिति भूल साहित्य लिखिछि मु आपण मन आगे ता तर्जुमा देबे आपण ठीक कोन भूल जदि 30 वर्ष तले को मार पुओ झील नथिला ये समाजता को ही ता दृष्टि रे देखुथिला हम साहित्य कोन कहछि अपुत्री को नारी देउळ को गले देउळ मियारु तोई अपुत्री को नारी देउळ घरे नाचनी पराई अपुत्री को नारी जदि देउळ को गले दिए चली जानती
ପତ୍ରିକାରେ ଯଦି ଗାଁ ଧରିବେ ମୋରି ଗାଁରେ ଗୋଟେ ମା ତାର ପୁଅ ଝିଅ ନାହିଁ ଅନୁସତ ବାତ୍ୟାରେ ତା ଗଛ ଭାଙ୍ଗିଗଲା ସେ କରତରେ କାହିଁ କାଟିଲା ତ ମେସିନ୍ କରତରେ ଯେତେ ମା ଅଛ ଶୁଣ ଯୋଉ ମାର ପୁଅ ଝିଅ ନାହିଁ ତାକୁ ଗାଁ ଗୋଟାକ ଯାକ ଲୋକ ମା ଡାକିବ ଆପଣ କହିବେ କାହିଁକି ନା ଦିଟା ମାର ପୁଅ ଝିଅ ନାହିଁ ତୁମେ ସମସ୍ତେ ତାକୁ ମା ଡାକିଛ ମା ଡାକିଛ ଲକ୍ଷ୍ମୀଙ୍କର ପୁଅ ଅଛି ନାରାୟଣଙ୍କର ସ୍ତ୍ରୀ ଲକ୍ଷ୍ମୀ ତାଙ୍କର ପୁଅ ଅଛି ସେ ଜଗତର ମା ଓ ନାରାୟଣଙ୍କ ସ୍ତ୍ରୀଙ୍କର ପୁଅ ନାହିଁ ବୋଲି ଜଗତ ପୂଜା କରିବ ମୋ ସ୍ତ୍ରୀର ପୁଅ ନାହିଁ ବୋଲି ତୁମେ ଘୃଣା କରିବ ଲକ୍ଷ୍ମୀ ପୂଜା କଲେ ଧନ ବଢେ ନା ଇଏ ଆମେରିକା ଦେଶରେ ଲକ୍ଷ୍ମୀ ପୂଜା ନାହିଁ ଓଡିଶାଠୁ ସେହି ଧନୀ ଆମେରିକା ଦେଶରେ ଲକ୍ଷ୍ମୀ ପୂଜା କରୁଛନ୍ତି କେଉଁଠି ବାପା ଆମେରିକାରେ ଲକ୍ଷ୍ମୀ ପୂଜା ଅଛି ଆଚ୍ଛା ଲକ୍ଷ୍ମୀ ପୂଜା କଲେ ଯଦି ଧନ ବଢିବ ଏଠି ଯେତେ ବୋହୂ ମାନେ ମା ମାନେ ଅଛ ମା ତୁମେ ଲକ୍ଷ୍ମୀ ପୂଜା କର ନାହିଁ କରବି ଲକ୍ଷ୍ମୀ ଓଡିଶା କାହିଁ କରିବ କେତେ କୁସଂସ୍କାର ପରିପୂର୍ଣ୍ଣ ହେଇ ରହିଛି ଲକ୍ଷ୍ମୀ ପୂଜା କଲେ ଧନ ହବ ଜଣେ ଚାଷୀ ତା ସ୍ତ୍ରୀ ତା କାନ୍ଥ କାକ ସବୁ ଲକ୍ଷ୍ମୀ ଫଟୋ ଟାଙ୍ଗିବ ପୂଜା କରିବ ବାପା ତୁମେ ବିଚାର କର ଆଜ୍ଞା ଲକ୍ଷ୍ମୀ ପୂଜା କରିବ ସେ ଚାଷୀ କାନ୍ଥ କାକ ଫଟୋ ଟାଙ୍ଗେ ବିଲରେ ଧାନ କୋଉ ଲକ୍ଷ୍ମୀ ତାକୁ ଦେବେ ସେ ମନ୍ଦିରରେ ଧାନ ଦେବ ମୁଁ ଦେଖିବି ମୁଁ ଲକ୍ଷ୍ମୀ ପୂଜା କରୁନି ଲକ୍ଷ୍ମୀ ପୂଜା କରିବା ଉଚିତ କିନ୍ତୁ ଚାଷ କାମ ଚାଷ କରି ଧାନ ଅମଳ କଲେ ଧାନ ଭିତରେ ଲକ୍ଷ୍ମୀ କୋଉଠି କୋଉଠି ଥାନ୍ତି 6ଟା ଶ୍ଳୋକ ଅଛି ଅନଲାଇନ୍ ପାର୍ବତୀଙ୍କର ଲକ୍ଷ୍ମୀ ଇଏ ପୁଅ ଝିଅ ନାହିଁ ପାର୍ବତୀଙ୍କର ଇଏ ସେ ଦିଟା ଲୋକ ବଣିଆ ବଳଦ ଚାକର କାର୍ତ୍ତିକ ଗଣନାଥ ବାବୁ କାର୍ତ୍ତିକ ବଣିଆ ସେ ଦିଟା ଲୋକ ପୁଅ ମା ପାର୍ବତୀଙ୍କର ସଭାପୂର୍ତ୍ତିକାରୁ କାର୍ତ୍ତିକ ସାନ ପୁଅ ଗଣନାଥ ଅଙ୍ଗମୋଳି ଲକ୍ଷ୍ମୀ ପାର୍ବତୀ ये जगत लक्ष्मी पार्वती की पूजा करावे साधारण नारी যদি মন্দিরা ঠাকুর নিন্দা করিবারে जो मार पुओ झियो नाही धीरे धीरे बापा ओला जेमती पार्वती की लक्ष्मी की डाकुछ मा सेमती आपण समस्त ताकू मा डाकिले से खुशी मन तेणु सार लक्ष्मी पूजा कले धन हबनी लक्ष्मी होउछ अन्य मठा बाबा भैया कहले लक्ष्मी होउछ कृषक मौसा कृषक माने जदि चाष न करिवे डाक्टर कोन खाइबो टका गायक पंडित शिक्षक अध्यापक समस्त खाद्य आज जो पिला माने खुशी रे खेचड़ी बांटुछ ताकू करूछि के ताऊ धारा तोली पारा मारी कृषक करिछि कृषक होउछि लक्ष्मी शिक्षक सरस्वती की सरस्वती पूजा करे पाठ हबो एके हमरे पिला पाठ पढिबो सब दिन सरस्वती पूजा करबो केमति से पास सरस्वती होउछि लक्ष्मी काहे करछन्ती ना लक्ष्मी देखुछन्ती ठीक बाटे के टंका खर्च करछि भूल बाटे के खर्च करछि भूल बाटे टंका खर्च करे बापा मु कहली सा आमे माने पाला वाला कवि को लेखा को सिखि के पेट पोसु पिला माने मन रख सब पिला माने को योग्यता देई नांती भगवान टंका रोजगार करबा किए दिन जाक परिश्रम करी करी टंका 500 रोजगार करछि किए दिन को कोटी कोटी टंका रोजगार कर गोटे गोटे लोक अछंती गोटे सेकेंड रे जति रोजगार करछंती आ गोटे लोक से 15 दिन खटिला हो कोन बुझुछ किंतु आमे रोजगार करछ बोलिलो मा ताकू ठीक बाटे खर्च करबा नै जदि भूल बाटे खर्च करबो सुनो पाले मन नै सुनो न सुनले किछ जानि हबो
করবো বুঝুছু কোন হব বসু কহিলে কলা সুপত্র পিপ হইলে হুয়া মঙ্গল কারিলে হইলে হুয়া মঙ্গল কারি সুপত্র বিপরীত ভর কবি আমি চিট ফন্ডে লক্ষ লক্ষ টঙ্কা বুড়াই দেবা কিন্তু গাঁর মন্দির দিয়ে হেলে টঙ্কা 5,000 দেওয়া কষ্ট ଯିଏ ଧେଇ ଧେଇ ହେଇକିରି ନାଚିବ ରେକର୍ଡ ବାଜିବ ତାଙ୍କ ଉପରକୁ ଟଙ୍କା ଫୋପାଡ଼ିବା ଅବଶ୍ୟ ଏଠି ସମାଲୋଚନା କରିହେବନି ଆପଣଙ୍କୁ 2 ପଇସା ଦେଲେନି ଗୋଟେ ଗୋଟେ ଜାଗାରେ ବିଲକୁଲ ଟଙ୍କା 5ଟା ମିଳିବନି କିନ୍ତୁ ଆପଣଙ୍କର ଏ ଲୁଙ୍ଗା ଗ୍ରାମର ଅତୁଟ ବିଶ୍ୱାସ ରହିଛି କ'ଣ ନା ପାଲାଚାର୍ଯ୍ୟଙ୍କୁ 2 ପଇସା ଦେଇ ଚାମର ଟିକେ ନେଲେ ଆମ ପିଲାଙ୍କର ମଙ୍ଗଳ ହବ ସେଇ ବିଶ୍ୱାସ ହିଁ ଆପଣଙ୍କର ଏ ମା ଧୀରେ ଧୀରେ कौन मां खेचड़ी में जैसे पार्टी करू आमे कोन छोट पिला है न थरु ना हम मां मु पाला न हो था खाली तुमरी का पिला तुम खुआउछ रा एटी जेते मां बस सब सुना आ करला पिला माने बाय देल मो बोलो सुन पिला मान को भला कथा सुनाओ भला कथा सिखाओ पिला माने मनुष्य हो पिला मानकर प्रथम गुरु के जो पिला विपथगामी हुए ता पाई 90 भारता महादोषी रे प्रथमे आम माँ होचे हमर आदिम गुरु माँ शिखै छ हमकु सब किछि बापा आमे पाठ पढले बापा आकट कला बे गोटे गोटे माँ कहछु मो पुआ पढिबो नै गला से खरा तेणु धीरे धीरे माँ पिला मानकु मनुष्य करबा पई एकमात्र पद्धति होछि मां प्रत्येक मदर प्राइमरी टीचर प्रत्येक सम्मान जेते मां सेदिन ब्राह्मणी मां काई कांदुची सुनो ब्राह्मणी कभी बंध्या ही थांदा तारा कांदी न थांदा ओहो धीरे धीरे कोन हिते होचंती बंटा होछि मो धीरे मार के पार्टी करना कथाटा सुनिले मजा लागिबो से ब्राह्मणी गोटिए नुह दुईटी नुह से ब्राह्मणी 8टा पिला जन्म देइछि मांगलिक वाद्य परिवेषण हबो मांगलिक वाद्य परिवेषण करे काको हदे सिबी बाजिबो को আসলে
ଭଲ ସେତେ ଭଲ ଅଧିକ ଖାଇଲେ ଇଏ! ଜଗଦମ୍ବା ଜଗଦମ୍ବା ଗୋଡ଼ ହାତ ଲମ୍ବା ଲମ୍ବା ନା ତମ ବଡ ହାତ ଖାଲି ବାଙ୍ଗୁରୁ ବାଙ୍ଗୁରୁ ଗୋବିନ୍ଦ 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 ବଧୁ ଗଳୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେଳେ ଧରିଲେ ବ୍ରଜନାରୀ ସେ ବ୍ରଜନାରୀଙ୍କ ପାୟରେ ଚିତମ ଥାଉ ନିରନ୍ତରେ ଚିତମ ନିରନ୍ତରେ ଥାଉ ଆକୃଷ୍ଣ ବୋଲି ଜୀବ ଯାଉ ब्रह्मांड गुरता प्रभुर नाम टिके आगनी अखिल ब्रह्मांड गुरता
জীবন স্বামী গতি ଆଉ ନାହିଁ ପାଇ ମୁଁ ଅଛି ଭ୍ରମି ଭ୍ରମି ମୋତେ ଦିଅତି জলদি উঠা উঠা জলদি জুম কর 2x রে আজকে টেকিগিরি কর মতো দে
লিখলে যম ব্রহ্মা বরুণেন্দ্র রুদ্র মরুত স্তম্ভন্তি দিবেস্তবে বেদেই সাঙ্গ পদক্ষরৌ পরিষদে গায়ন্তি যান সামগা পশ্যন্তি যং ঝোগীরা শ্যান্তন বিদুঃ সুরাসুর গুণাহং তস্मै নমঃ। আনন্দ কুন্দ পরমানন্দ জগদানন্দ পরমেশ্বর পরমেশ্বর পরমর্চনীয় পরম বন্দনীয় শ্রী সত্যনারায়ণ মহাপ্রভু সেই মহাপ্রভু কল্যাণময়ী জগদেশ্বরী বিন্ধেশ্বরী মা ঝঙ্করবাসিনী শারদে বরদে গণপতি আদি পঞ্চদেবতাঙ্কর অভয় পদকঞ্জরে চিত্তমন অর্পণ করে সেবা পরে পরে বীর দরবার উপরে মঙ্গলাচরণ রূপক 16 কোটি কবি কহিলে যং ব্রহ্মা বরুণেন্দ্র রুদ্র মরুত সম্বরন্তে যাহা সম্বরন্তে ব্রহ্মা বরুণ ইন্দ্র রুদ্র কুবের ইত্যাদি দেবতা মানে রাত্রি পাইলে যাকে নমস্কার করুন সে কাহাକୁ নমস্কার করুন ব্রহ্মা বরুণ ইন্দ্র রুদ্র ইত্যাদি দেবতা কবি হলে যদুময়ী মহাপাত্র উৎকল ভট্ট বহি ହେଲା প্রবন্ধ পূর্ণচন্দ্র গোটে ধারি কলম করি করা মহেন্দ্র মণি সুন্দর যদু বৃন্দ পুরন্দর প্রিয় ବହୁତ କଥା ଅଛି সারা ওড়িশা কোন জানিনি ଆଜ୍ଞା সারা ওড়িশা জানি নৃসিংহটা কি জানিছে আর মনে
সারা উড়িষ্যা ভিতরে ভিতরে তু গোটে খাଏ বুଲେଇ ଯାହାକୁ ଶୁଣି কেটে যা উঠতে দিব ব্যাটারি সরিগলা না কিছু আরে ইয়েটা দিও কলেজটা দিও এই যে ইয়েটা ଯାହାକୁ ଶୁଣି ଲୋକମାନେ କରତାଳି ଦେବେ ନୃସିଂହଟା ତା ଜୀବନରେ କାହା ପ୍ରତି ଅନ୍ୟାୟ କରେନି ନା କଣ କରିଲେ ନୃସିଂହଟା ପାଲା କି ଜାତି ତମେମାନେ କି ଜାତି ପାଲା କେମିତି ହୁଏ କେମିତି ତମେ ଶିଖିଲଣି ଆଜି ତାଙ୍କର ହେଇନାହିଁ ଆଜ୍ଞା ଓଡ଼ିଶା ଯାକ ମୁଁ ତତେ ବୁଲେଇ ବୁଲେଇ ପାଲା ବାଲା କରିଛି ଆଉ ଆଜି ମୁଁ ଭାଙ୍ଗି ପଡ଼ିଛି ମୋ ଶରୀର ଅସୁସ୍ଥ ବୋଲି ମତେ ଦୁର୍ବଳ ବୋଲି ମନେ କରୁଛ ସବୁ ମୁଁ କିଏ ଓଡ଼ିଶା ଜାଣିଛି ଆରେ ଭାବନା ମୁଁ ଜାନୁ ହରା ହୋଇଛି ଦୁର୍ବଳ ଭାଷା ଗୋଳମାଳ ହେଲେ ହେବି ମୁଗ ମତେ ଦୁର୍ବଳ ବୋଲି ଭାବୁଛ ତତେ ଓଡ଼ିଶା ଯାକ ବୁଲେଇଲା ବାଲା এই নৃসিংহ আইয়া যদি তু লুঙ্গা অনুষ্ঠানে আসতাম আইয়া তার মূল উৎস হচ্ছে এই নৃসিংহ প্রচার অনুষ্ঠান সোনা দাস বলে গায়ে করে লুঙ্গা অনুষ্ঠান চিনিছি কিন্তু ମୁଁ 7 ବର୍ଷ ହେଲାଣି অনুষ্ঠাନକୁ ଆସିପାରୁନି ନାଇଁ ଗାଈକିରେ ବନାନ୍ତୁ ରଙ୍ଗ ଛଡେଇ ଦେବି ମୋର ଭଗବାନଙ୍କୁ ଡାକି ଯଦି 2 ବର୍ଷ ବଞ୍ଚେ ଓଡ଼ିଶା ତ ପାଲା ମୁଁ ବନ୍ଦ କରିଦେବି କଣ କରିବି ସେଦିନ ପାଲାରେ ପଦେ କହିଥିଲି ତ ବୁଫା ଦେଇକି ପାଲା କରିଥିଲା ଏତିକି ତ ତୁ ଯାହା କହିଲୁ ଏ ଛତ୍ର ମୁଁ ତ କେବେ ମୁଣ୍ଡରେ ପୁରେଇନି ନୃସିଂହଟା ପୁଅଟା ମୋ ପୁଅ ମୁହଁ ଭଳିଆ ଦେଖାଯାଉଛି ତାମାନେ କଣ ତୁ ମୋ ସ୍ତ୍ରୀ ସାଙ୍ଗରେ ମିଶିକି ମୋ ପୁଅଟାକୁ ଜନ୍ମ କରିଥିଲୁ ଭଦ୍ର ସମ୍ପର୍କ ଘଟିଲା ମାନେ ଘଟିଗଲା ନୃସିଂହଟା କାହିଁ ସେଦିନ ତ ମନ ଦୁଃଖ କଲୁ ନୃସିଂହଟା ପୁଅଟା ମୋ ପୁଅ ଭଳିଆ ଦେଖାଯାଉଛି ମା ଯେତେ ବଞ୍ଚି କହିଲ ଗୋଟେ ଗାଈ କହୁଛି ମୋ ପୁଅଟା ତା ମୁହଁ ଭଳିଆ ଦେଖାଯାଉଛି ତା ଅର୍ଥ ମୁଁ କେବେ ମଞ୍ଚ ଉପରେ ମୁହଁ ଖରାପ କରୁଛି ମୁଣ୍ଡ ଖରାପ କରୁଛି ତାମାନେ କଣ ଓଡ଼ିଶାର କୋଉଠି ବିହାରିଆ ଗାଈ আর তু যাহা কহিবু তাহা চলিব ମୋ ପୁଅଟା ତୋ ପୁଅ ମାନେ ମୋ ସ୍ତ୍ରୀଟା ତୋ ସ୍ତ୍ରୀ ହେଇଗଲା ଛୋଟ
লোক যে ভাই বোন স্ত্রী করি পারবে তার বোন ছোট লোক ମୁଁ କବେ କହିଲିନି ତୁ ପାଣି ଯିବାଲା କରିଥିଲା ଇଏ ତ କହୁଛି କାହିଁକି ଆଇଲୁନି ମୋ କାନକୁ ମୁড়ିକି ଦି ଜାବୁଡା ନାଇଲୁନି କାହିଁକି ଏ କଥା କହିଲୁ ଗୋଟା ଗୋପା ନା କାହିଁକି ଧଇଲୁ ମୋ ଗାଲକୁ ମୋ କାନ ମୁଣ୍ଡାକୁ ମୁড়ିଥାନ୍ତୁ ଦି ଜାବୁଡା ମାରିଥାନ୍ତୁ ମୁଁ ଖୁସି ହେଇଥାନ୍ତୁ আর তুই কোন মো সাথে পালা গাইবি মু তো তোকে কইছি মু তো সাথে পালা গাইবি তুই খেয়েবি তুই ওড়িশার কেতে নম্বর গায় রিয়ান কো দেই পারিবু স্যার তো রিয়ান ওড়িশার বড়িতলা জনে সে মুসলিম গোটা আউ মনে রাখ তো রিয়ান তো কমিব মুসলিম গোটা ଦେଖିବା ଭୂତା ନାଟା ଓଡ଼ିଶାରେ କି କମୁ ମୁଁ ଓଡ଼ିଶା ଦେଖିବି ତାହେଲେ ସେ ପ୍ରଭୁ ହଉଛନ୍ତି ସ୍ୱୟଂ ନାରାୟଣ ନାରାୟଣ ଯାହା ଅର୍ଜୁନ ମନେ ମନେ ଦେଖିଛି ଆଉ ଭାବିଛି कौन भाविला गया से नारायण हेले कृष्ण कृष्ण कृष्णकर निंदा समस्ते सही पारिबे आज्ञा किंतु किंतु कौन आज्ञा अर्जुन हाँ सही पारिबोनी ना अर्जुन सही पारिबे नहीं मालो जी जहाँ भाभी दे तमे मैंने भाभी दब नृसिंह होता आमर गोटे बड़ गाँ आज्ञा नृसिंह होता तो आउ जिते बड़ गाय आस तुम मान तुम हृदय खोजुथो जमा तो मानु ना नृसिंह होता दरकार ना ଏ ଜଗତର ମୂଳ ଉତ୍ସ ଆଜ୍ଞା କଲା ଓ ଘାରି